ଆଜି ସୁନାବା ଗୋଟେ ଭଲ କଥା ମନେ ରଖ। ବର୍ତ୍ତମାନ ସମୟରେ ତମେ ଦେଖ ସବୁ ଠାକୁର ହେଇଗଲେଣି ନା। କିଏ ଆଉ ଭକ୍ତ ହବାକୁ ଚେଷ୍ଟା କରୁ ନାହାନ୍ତି। ଆଜି ଆଲୋଚନା କରିବା ପଦ୍ମ ପୋଖରୀ ମାନେ କଣ, ବୁଝିଗଲା ନା? ମୁଁ ବାରମ୍ବାର କହୁଛି ମନେ ରଖିଥାଅ, ମହାପୁରୁଷଙ୍କ ବାଣୀ ଗୁପ୍ତ ହିଁ ଗୁପ୍ତ। କେବଳ ପରିପ୍ରକାଶ କଣ, ମଣିଷ ସମାଜରେ ଆଚାର ବିଚାର, ଚାଲିଚଳନ, ବ୍ୟବହାର, ସଂସ୍କାରର ପରିବର୍ତ୍ତନ ଘଟିବ ଏବଂ ମଣିଷ ସମାଜ କୋଉପରି ସ୍ତରକୁ ଯିବ, କି କର୍ମ କରିବ, ଏଇଟା ସାକାରବାଦରେ ମହାପୁରୁଷ ମାନେ ଲେଖିଛନ୍ତି। ଆଉ ଯେତେ ଗୁଡ଼ିଏ ଜିନିଷ ସବୁ ଗୁପ୍ତ ଗୁପ୍ତ ଗୁପ୍ତ। ତମେ ଯେତେ ଚେଷ୍ଟା କଲେ ଗୁପ୍ତ ପରିପ୍ରକାଶ ହେଇପାରିବ ନାହିଁ। ବର୍ତ୍ତମାନ ପଦ୍ମ ପୋଖରୀ ପାଇଁକି କଣ ଝଗଡ଼ା। କିଏ କହୁଛି ମୋ ବାରିପଟ ଗୋଟେ ପଦ୍ମ ପୋଖରୀ ଅଛି, କିଏ କହୁଛି ଅମୁକ ଜାଗାରେ ଗୋଟେ ପଦ୍ମ ପୋଖରୀ ଅଛି, କିଏ କହୁଛି ଗୋଟେ ସମୁକ ଜାଗାରେ ପଦ୍ମ ପୋଖରୀ ଅଛି। ମହାପୁରୁଷ ତା ମାନେ କଣ? ଗୋଟେ ପୋଖରୀ ଭିତରେ ପଦ୍ମ ଫୁଟିଲେ କଣ ପଦ୍ମ ପୋଖରୀ କିଏ ନ ଜାଣିଛି? ଗୋଟେ ଛୋଟ ଛୁଆଟାକୁ ପଚାରିଲେ ସେ କହିଦେବେ, ଆରେ ଏଇଟା କି ପୋଖରୀ? ନା ପଦ୍ମ ପୋଖରୀ। ନା କାହିଁ କହୁଛୁ? ନା ପୋଖରୀ ପଦ୍ମ ଫୁଲ ଫୁଟୁଛି। ବୁଝିପାରୁଛ ନା ବୁଝିପାରୁଛ? ମହାପୁରୁଷ ଯୋଉ ପଦ୍ମ ପୋଖରୀ କଥା କହିଛନ୍ତି, ସେ କହୁଛନ୍ତି ଗୁରୁ ସେବା କଲେ ତମେ ସେ ପଦ୍ମ ପୋଖରୀ ପାଇବ, ବା ଯାହାପରେ ଗୁରୁ କୃପା ଥିବ ତମେ ସେ ପଦ୍ମ ପୋଖରୀ କଣ କରିବ, ଜାଣିପାରିବ। ମହାପୁରୁଷ ଅନେକ ପଦ୍ମ ପୋଖରୀ କଥା କହିଛନ୍ତି, ସେ ସେସବୁକୁ ସବୁ ଯାକ କାଟି ଦେଇଛନ୍ତି। ଯେମିତି ଆମର ଆଗରୁ ଆଲୋଚନା କରିଥିଲେ, ଯାଜନଗର ଉପରେ ମହାପୁରୁଷ ଅନେକ ଜାଗାକୁ କହିଛନ୍ତି। ବୁଝିଗଲା? ଆମେ ଜାଣିବା ଭିତରେ ଆମେ ବୋଧେ 20-25ଟା ଖଣ୍ଡେ ଯାଜନଗର ଆଲୋଚନା କରିଥିଲେ ଅତୀତରେ। ପୁଣି ମହାପୁରୁଷ ଶିବକଳ୍ପରେ ନିଖିଲ ତା ସବୁ କାଟିଦେଲେ। କହିଲେ ଉତ୍କଳ ଦେଶରେ ଯାଜନଗର ଭୂଇଁ ଅଟଇ ଗୁପଦ ଠାବ, ନିତ୍ୟ ଭକ୍ତ ମାନେ ଦିନ ଗଣୁଥିବେ ମାରକଣ୍ଡ ପ୍ରିୟ ଦୁ। କହିଲେ ଯାଜନଗର ହଉଛି କଣ ଗୁପ୍ତ, ତାକୁ କେହି ଜାଣିପାରିବେ ନାହିଁ। ସେମିତି ପଦ୍ମ ପୋଖରୀ ଗୋଟେ ଜିନିଷ, ସିଏ ହିଁ ଗୁପ୍ତ। ମହାପୁରୁଷ ଅନେକ ଜାଗାକୁ ପଦ୍ମ ପୋଖରୀ ବୋଲି କହିଛନ୍ତି। ଆଗ ହାରିବନ୍ଧୁ ଦାସଙ୍କ ଲେଖା ପଢିଦିଆ। ସେ ଗୋଟେ ଲେଖିଛନ୍ତି ତାଙ୍କର, ଜାମଳା ନଦୀର ଧାର ସେ ପଦ୍ମ ପୋଖରୀ ଖ୍ୟାତ, ଜନ୍ମ ହୋଇବେ ଆପଣେ ପ୍ରଭୁ ଶ୍ରୀ ଜଗନ୍ନାଥ। ଝାଡ଼ ଖଣ୍ଡଗିରି ଗୁମ୍ଫାରେ ପ୍ରଭୁ କର ଯେ ଠାବ, ଝଲମଲ ଜ୍ୟୋତି ବାହାରେ ଲୀଳା ପ୍ରକାଶ ହେବ। ଗୋଟେ ଜାମଳା ନଦୀର ଧାର ହେଇଥିବ, ପଦ୍ମ ପୋଖରୀ କଣ ହେଇଥିବ, ଖ୍ୟାତ ଗୋଟେ ପ୍ରସିଦ୍ଧ ପଦ୍ମ ପୋଖରୀ ଥିବ। ଜାମଳା ନଦୀ କହିଛୁ, ଜାମଳା ଅର୍ଜୁନର ବଧ ଯୋଉ ନଦୀ କୂଳରେ ହେଇଥିଲା ତାକୁ ଜାମଳା ନଦୀ ବୋଲି କୁହାଯାଏ। ପୁଣି ଜାମଳା ନଦୀର ଅର୍ଥ କଣ, ଦୁଇଟି ନଦୀ ସମଭାବରେ କଣ ହେଇଛି, ପ୍ରବାହିତ ହୋଇ ଗୋଟିଏ ଜାଗାରୁ ବାହାରି ଗୋଟିଏ ଜାଗାରେ ଯୋଉଠି ମିଶନ୍ତି ତାକୁ ମଧ୍ୟ ଜାମଳା ନଦୀ ବୋଲି କୁହାଯାଏ। ଏଠି ମହାପୁରୁଷ ସ୍ୱତନ୍ତ୍ର କଲେ ଜାମଳା ନଦୀର ଧାରରେ। ଏଠି ଜାମଳା ନଦୀର ଧାର କଣ, ନଦୀଟିର ନାଁ ହଉଛି ଜାମଳା। ବୁଝିହଉଛି ନା? ଜାମଳା ନଦୀର ଧାର ସେ ପଦ୍ମ ପୋଖରୀ ଖ୍ୟାତ, ଜାମଳା ନଦୀ ତୀରରେ ଗୋଟେ ପଦ୍ମ ପୋଖରୀ ଥିବ। ଜନ୍ମ ହୋଇବେ ଆପଣେ ପ୍ରଭୁ ଶ୍ରୀ ଜଗନ୍ନାଥ, ହେ ନୀଳାନ୍ଦ୍ରି ବିହାରୀ, ହେ ଜଗତର ନାଥ ଜଗନ୍ନାଥ ଅଶରଣ ଶରଣ ରକ୍ଷଣ ମହାବାହୁ, ତୁମେ ସେଠି ପରା ଜନ୍ମ ଗ୍ରହଣ କରିବ। କିଏ କହୁଛନ୍ତି? ହାଡିବନ୍ଧୁ ଦାସ କହିଲେ। ଝାଡ଼ ଖଣ୍ଡଗିରି ଗୁମ୍ଫାରେ ପ୍ରଭୁଙ୍କର ଯେ ଠାବ, ପାଇବ କୋଉଠି, ନା ଝାଡ଼ ଖଣ୍ଡଗିରି ଗୁମ୍ଫା ଭିତରେ, କିନ୍ତୁ ସେଠି କେହି ଜାଣିପାରିବେ ନାହିଁ। ଝଲମଲ ଜ୍ୟୋତି ବାହାରେ ଲୀଳା ଚହଟ ହେବ, ପ୍ରଭୁଙ୍କ ଲୀଳା କୋଉଠି ହବ, ପଦାରେ ପରିପ୍ରକାଶ ହବ, କିନ୍ତୁ ଦୀପ ତଳ ଅନ୍ଧାର ପରି ସେ ଜାଗାରେ କେହି ଜାଣିପାରିବେ ନାହିଁ। ଏଠି ହାଡିବନ୍ଧୁ ଦାସ ଗୋଟେ ପଦ୍ମ ପୋଖରୀ କଥା କହିଛି। ବୁଝି ହଉଛି ନା? ଫେର ଅଚ୍ୟୁତ ମହାପୁରୁଷ କଣ କହିଛନ୍ତି,
କଳି ଆଗତ ଭବିଷ୍ୟ। ନୀଳାଞ୍ଚଳ ଆମ୍ବେ ଛାଡ଼ିବୁ ନର ଦେହ ଧାରଣ, ଯାଜପୁର ଠାରେ ବଢିବୁ ବିଷ୍ଣୁ ଶର୍ମା ଗୃହେ। କହିଲେ କଣ ଆମେ ସେଠି ବଢିବୁ ହେଲା। ନୀଳାଞ୍ଚଳ ଛାଡ଼ି ଆମେ ଯେତେବେଳେ ଦେହ ଧାରଣ କରିବୁ ସେ ସମୟରେ ଯାଜପୁରରେ କଣ ହବ, ବିଷ୍ଣୁ ଶର୍ମା ଗୃହରେ ଆମେ ବଢିବୁ। କୋଉ ଯାଜପୁର? ଆମେ ସମସ୍ତେ ଜାଣିଛେ ବୈତରଣୀ କୂଳ ଯାଜପୁର ନା ନାଇଁ। ଯାଜପୁର ବୋଲି ମହାପୁରୁଷ ଆଉ ଗୋଟେ ଜାଗାକୁ ମଧ୍ୟ ଲେଖିଛନ୍ତି, ସେଟା କ୍ୟାମେରା ଆଗରେ କହିହବ ନାହିଁ। ଯାଜପୁର ବୈତରଣୀ କୂଳ ଯାଜପୁର ହିଁ ସତ୍ୟ, ସିଏ ମିଥ୍ୟା ନୁହଁ। କିନ୍ତୁ ଆଉ ଗୋଟେ ଗୁପ୍ତ ଯାଜପୁର ବୋଲି ଗୋଟେ ଜାଗା ରହିଛି ମଧ୍ୟ ମହାପୁରୁଷ ପ୍ରମାଣ ଦେଇଛନ୍ତି। ମାତା ନାମ ପଦ୍ମାବତୀ ଯେ ହରି କରିବେ ଖ୍ୟାତ, ଜନ୍ମେ ଜନ୍ମ ଗର୍ଭ ଧାରିଣୀ ସେ ଯେ ଅଛି ବିଧାତ। ତେଣୁ ସେ କଣ କଲେ, ଯାଜପୁରରେ ସେ ଯେତେବେଳେ ଲୀଳା ଖେଳା ପରିପ୍ରକାଶ କରିବେ ସେଠି ଗୋଟେ ପଦ୍ମ ପୋଖରୀ ଥିବ। କୋଉଠି ଥିବ ନା ବିରଜାଙ୍କ ପୂର୍ବ ଭାଗରେ ପଦ୍ମ ପୋଖରୀ ନାମ, ସେହି ଗ୍ରାମେ ଆମେ ରହିବୁ 12 ବର୍ଷ। ବିରଜାଙ୍କର ପୂର୍ବ ପଟରେ ଗୋଟେ ପଦ୍ମ ପୋଖରୀ ଥିବ, ସେଠି ଆମେ କଣ କରିବୁ, ରହିବୁ। କେତେ ବର୍ଷ? 12 ବର୍ଷ। ଏଠି କଣ କହିଲେ, ବିରଜାଙ୍କର ପୂର୍ବ ପଟରେ। ଜନ୍ମ କଥା କହିଲେନି, ମାନେ ସେଠି କହିଲେ ବଢିବୁ, ଏଠି କହିଲେ ରହିବୁ। ଏଇ କଥା ଉପରେ ଶିବକଳ୍ପ ଶାସ୍ତ୍ରରେ ପୁଣି ଲେଖିଲେ ଅଚ୍ୟୁତ। ଭଣ୍ଡାର ଆବରି ପ୍ରଭୁ ରହିଥିବେ କଳାଗିରି ଯେଉଁଠାରେ, ଯହିଁ ଭଣ୍ଡାରିଆ ପଣେ ଦିନ ହରୁଥିବେ ପଦ୍ମ ପୋଖରୀର କୂଳେ। ଭଣ୍ଡାରିଆ ପରି ମାନେ ସାଧାରଣ ଭାବରେ, ଦିନ ହରୁଥିବେ ମାନେ ଚଳୁଥିବେ କୋଉଠି ନା ପଦ୍ମ ପୋଖରୀର କୂଳେ। ଯହିଁ ଅଷ୍ଟନିଧି ତହିଁ ପରେ ଧ୍ୟାନ, ପଶ୍ଚିମେ ପଦ୍ମ ପୋଖରୀ। ସେଠି ଅଷ୍ଟନିଧି ରହିଛି। ଯୋଉଠି ଅଷ୍ଟନିଧି ଥିବ ସେଇଟା ହଉଛି କଣ, ତାର ପଶ୍ଚିମରେ ପଦ୍ମ ପୋଖରୀ ଥିବ। ଶୂନ୍ୟରୁ ଶବଦ ବିଜେ ହେବ ବିଜେ ଘୋଷ, ବିଜେ କରିବେ ଶ୍ରୀହରି। ସେଠି ଶୂନ୍ୟର ଶବ୍ଦ ଗୋଟା ପରିପ୍ରକାଶ ହେଉଛି। ଏଠି କଣ କହିଲେ, ପୂର୍ବ ପଟେ ବିରଜାଙ୍କ ପୂର୍ବ ପଟେ ଯୋଉ ପଦ୍ମ ପୋଖରୀ, ସେଠି କହିଲେ ଯୋଉଠି ଅଷ୍ଟନିଧି ଥିବ ତାର ପଶ୍ଚିମରେ ଥିବ ପଦ୍ମ ପୋଖରୀ। ସେଠି ହାଡିବନ୍ଧ ଦାସ କହିଲେ କଣ, ଜାମଳା ନଦୀର କୂଳରେ ହେଇଥିବ ପଦ୍ମ ପୋଖରୀ। କିନ୍ତୁ ମନେ ରଖିଥାଅ, ମହାପୁରୁଷ ସବୁ ଯାକ କାଟିଦେଲେ। କହିଲେ ପୋଖରୀ ଭିତରେ ପଦ୍ମ କଥା ମୁଁ କହୁନି। କାହାକୁ କହୁଛନ୍ତି? ରାମକୁ। ରାମ, ଏ ପୋଖରୀ ଭିତର ପଦ୍ମ କଥା ନୁହଁ। କୋଉ ପଦ୍ମ ପୋଖରୀ କହୁଛି ତତେ ଶୁଣୁ। ବୁଝିପାରିଲ ନା ବୁଝିପାରିଲ? କହିଲେ ବଡ ଅଗ୍ନିକଳା ପଥର, ଗୋପୀ ମାନକ ସ୍ଥାନ, କାଶୀପୁର ଗ୍ରାମ ପାଟଣା, ଦେବୀ ଛନ୍ତି ରହିଣ। ବଢିଆ କଥାଟା। ବଡ ଅଗ୍ନି କଳା ପଥର, ପୁନର୍ବାର ଗୋଟେ ଏପିସୋଡ କରିବା କଳାଗିରି ଉପରେ। ଏଠି କଳାଗିରି କଥା ଇଏ କହୁଛନ୍ତି, କଳା ପଥର ବା କଳାଗିରି। ଗୋପୀ ମାନକ ସ୍ଥାନ, କୋଉ ଗୋପୀ ନା ଅଷ୍ଟଗୋପୀ, ଯୋଉ ପାଟ ବଂଶୀ। କାଶୀପୁର ଗ୍ରାମ ପାଟଣା, ଦେବୀ ଛନ୍ତି ରହିଣ। ବୋଲେ ସେଠି ଗୋଟେ କାଶୀପୁର ବୋଲି ଗୋଟେ ଗାଁ ଅଛି। ସେ ଗାଁରେ ସେ ଦେବୀ କଣ ଅଛନ୍ତି, ବିଦ୍ୟମାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ତମେ ଗଲେ କାଶୀପୁର ଗାଁ ଟା ବର୍ତ୍ତମାନ ନାହିଁ, କିନ୍ତୁ ସେ ଠାକୁରାଣୀ ଅଛନ୍ତି। ସେ ଗାଁର ଅନ୍ୟ ଗୋଟେ ନାଁ ମଧ୍ୟ ହେଇଯାଇଛି ହେଲା। ସେ ଗାଁର ଅନ୍ୟ ନାଁ କଣ, ତା ଏପିସୋଡରେ କହିହବ ନାହିଁ। ଠାକୁର ସେଇଠି ଯାଇ କଣ କରିବେ, ଲୀଳାଖେଳା କରିବେ। କଣ ସେଟା ପଦ୍ମପୁରୀ କୋଉଠି ନା, ଅନନ୍ତ ନାଭିର ଉଦୟ ନିତ୍ୟ ରାହସ ଯହିଁ। ଆଗରୁ କହିଲେ ଅଷ୍ଟପାଟ ବଂଶୀ ଥିବେ, ସେଠି ନିତ୍ୟ ରାହସ ହଉଥିବ। ନିତ୍ୟ ରାହସ କଣ,
ମାନେ ନିରନ୍ତର ସଦାସର୍ବଦା ସେଠି ହ୍ରାସ ଚାଲୁଥିବ, ଯଥା ପ୍ରଭୁଙ୍କର ସତ୍ତା ସେଠି ପରିପ୍ରକାଶ ସୂକ୍ଷ୍ମବାଦରେ ହେଉଥିବ। ପଦ୍ମ କୁଣ୍ଡ ପଦ୍ମ ପୋଖରୀ ଭେଦ ନ ପାଆନ୍ତି କେହି। ବୁଝିପାରୁଛ ନା ବୁଝିପାରୁଛ? କହିଲେ ପଦ୍ମ କୁଣ୍ଡ ମାନେ ଗୋଟେ କୁଣ୍ଡ ହେଇଥିବ, କୁଣ୍ଡ ଭିତରେ ପଦ୍ମ ଲାଗିଥିବ। କହିଲେ ପଦ୍ମ କୁଣ୍ଡଟା ହଉଛି ପଦ୍ମ ପୋଖରୀ। ବୁଝିପାରିଲ ନା ବୁଝିପାରିଲନି? ପଦ୍ମ କୁଣ୍ଡଟା ଗୋଟା ହଉଛି ପଦ୍ମ ପୋଖରୀ, ଭେଦ ନ ପାଆନ୍ତି କେହି, ତାର ଭେଦ କେହି ପାଇପାରିବେ ନାହିଁ। ଯାହା ଉପରେ ଗୁରୁ କୃପା ଥିବ ହେଲା, ସେ ପଦ୍ମ କୁଣ୍ଡକୁ ତମେ ଦେଖିପାରିବ। ତେଣୁ ଯେତେ ପୋଖରୀ ହଉ, ସେ ବିରଜାଙ୍କ ପୂର୍ବପଟ ପୋଖରୀ ହଉ କି ଅଷ୍ଟନିଧିର ପଶ୍ଚିମ ପଟେ ପୋଖରୀ ହଉ, ବୁଝିଯାଉଛି ନା? ଇଏ କହିନାହାନ୍ତି ଗୋଟେ ପୋଖରୀ ହେଇଥିବ ତା ଭିତରେ ପଦ୍ମ ଫୁଲ ଫୁଟିଥିବ, ସେ ବିଷୟ କହିନାହାନ୍ତି। ବିରଜାଙ୍କ ପୂର୍ବପଟେ ପଦ୍ମ ପୋଖରୀ ଠିକ, ତାହେଲେ କୋଉ ବିରଜା? ବାରମ୍ବାର କହିଛୁ, ଲୀଳାକଳ୍ପ ଶାସ୍ତ୍ରରେ ମହାପୁରୁଷ ଲେଖିଛନ୍ତି, ଆଦି ବିରଜା, ବରାହ ବିରଜା, ବ୍ରହ୍ମ ବିରଜା। ତେଣୁ ସେ ଜାଗାରେ କୋଉ ବିରଜା ବିଦ୍ୟମାନ ହେଇଥିବେ? କାରଣ କାଶୀପୁର ଗ୍ରାମ ପାଟଣାରେ ଯୋଉ ଦେବୀ ଥିବେ, ସିଏ ମଧ୍ୟ ଗୋଟିଏ ବିରଜା। ସେ କିଏ? ସେ ନା ଦ୍ରୌପଦୀ। ଦ୍ରୁପଦଙ୍କ ଯଜ୍ଞରେ ଜାତ ହେଇଥିଲେ ଦ୍ରୌପଦୀ। ବୁଝିପାରିଲ ନା ବୁଝିପାରିଲ? ଯାଜପୁରରେ ଯୋଉ ବିରଜା, ସେ ବିରଜିକ ଯଜ୍ଞରେ ଜାତ ହେଇଥିଲେ ବିରଜା, ସିଏ ହେଲେ ବରାହ ବିରଜା, ଇଏ ହେଲେ ଆଦି ବିରଜା, ଆଉ ଗୋଟେ ହେଲେ ବ୍ରହ୍ମ ବିରଜା। ତେଣୁ ମହାପୁରୁଷଙ୍କ ବାଣୀ ମନେ ରଖିଥାଅ, ଅକ୍ଷରେ ଅକ୍ଷରେ ସତ୍ୟତା। ଯୋଉ ଯିଏ ଯୋଉ କଥାରେ ଯାଉଛି ଯାଉ, କିନ୍ତୁ ଅର୍ଥ ବାହାରିବ କଣ? ଗୋଟିଏ। ଜୟ ଜଗନ୍ନାଥ। ଠାକୁର ଅଭିରାମ ପରମହଂସ କହିଲେ, ବେଳ ତ ନିକଟ ହେଲାଣି, ଅଭିରାମ ବାଇ କୁହ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦ କବାର ହରି।